ଯେତେ ଛତୁଆ ବାଲା ସବୁ କାର୍ ଧରିକି ବୁଲୁଛନ୍ତି। ଆପଣଙ୍କ ପ୍ରଶ୍ନ ମୋର ଆଜ୍ଞା ପ୍ରଶ୍ନ ହେଉଛି ଏତେ ସବୁଟା ଯେ ଦୁର୍ନୀତିର ଗନ୍ତାଘର ଥାଏ ସାର୍ ସେଇ ସଂସ୍ଥା ଦୁର୍ନୀତିର ଗନ୍ତାଘର। ଗତକାଲି ମୋ ନିର୍ବାଚନ ମଣ୍ଡଳୀରେ ଜଣେ CDPO ଗୋଟେ ବ୍ଲକର 52 ଜଣ, ଗୋଟେ ବ୍ଲକର ହେଉଛି 42 ଜଣ। ଏଇ ଯେଉଁ କ'ଣ ସେ ଅଙ୍ଗନବାଡ଼ିର କ'ଣ ସେ ପୋଷ୍ଟିଂ ହେଉଛନ୍ତି ସେ ଟିଚର ତାଙ୍କ ପରେ ଯେଉଁଟା ହେଲ୍ପର ପୋଷ୍ଟ କାଲି ପୋଷ୍ଟିଂ କରିକି କାଲି ସେ ସମ୍ଭାଳିକି ନିଯୁକ୍ତି ପତ୍ର ଦେଇଦେଲା। ଗୋଟେରେ ଆମେ ଖବର ପାଇଲୁ ପ୍ରତ୍ୟେକ କ୍ୟାଣ୍ଡିଡେଟ୍ କତରୁ 50-50 ହଜାର କରିକି ଆଦାୟ କରିଛି ସିମୁଳିଆ ଆଉ ଖଇରା ବ୍ଲକରେ। ଏଠି ବି ସେଇ ଅବସ୍ଥା କରିକି ସମସ୍ତେ ଗୋଟେ ବ୍ଲକର 52 ଜଣ, ଗୋଟେ ବ୍ଲକର 42 ଜଣ। ଏଠି ଆମର ମନ୍ତ୍ରୀ ଆଜ୍ଞା କ'ଣଟା ଆଜ୍ଞା ସେ ସଂସ୍ଥା ସେଇ CDPO ସେଇ ଡିପାର୍ଟମେଣ୍ଟରେ। ତେଣୁ ମୋର କହିବା କଥା ଭାଇ କ'ଣ କହିବା, ଖଜୁରୀ ଗଛର କିଉଣ ଗାଇବି ମୂଳରୁ ପାହାଚ ପାହାଚ। ଇଏ ଆମେ ଯେତେ କାନ୍ଦିଲେ କ'ଣ ହେବ, ଇଏ 24 ବର୍ଷର ଶାସନଟା ଏବେ ବି ଚାଲିଛି। ଆମକୁ ସୁଧାରିବା ପାଇଁ ସମୟ ଲାଗିବ। ଅନୁରୋଧ ଛତୁଆ ସମ୍ପର୍କିତ ପ୍ରଶ୍ନ ପଚାରନ୍ତୁ। ମୁଁ ଛତୁଆ ସମ୍ପର୍କିତ ପ୍ରଶ୍ନ ପଚାରିବା ପାଇଁ ବାଚସ୍ପତି ମହୋଦୟା ମୁଁ ଅତି ଦୁଃଖର ସହକାରେ କହୁଛି ଆପଣ ଟିକେ ଗଭୀର ଭାବରେ ନିଅନ୍ତୁ। ଏଇ ଯେଉଁ ଛତୁଆଟା କେବଳ ସେ ନିର୍ବାଚନ ମଣ୍ଡଳୀରେ ନୁହେଁ ସମଗ୍ର ଓଡ଼ିଶାରେ 147ଟି ନିର୍ବାଚନ ମଣ୍ଡଳୀରେ ଏଇ ଅବସ୍ଥା। ଆପଣ ଗୋଟେ ତାକୁ ମନ୍ତ୍ରୀକି ନିର୍ଦ୍ଦେଶ ଦିଅନ୍ତୁ ସେ ରିଭ୍ୟୁ କରିକି ସବୁ ଛତୁଆ ସେଣ୍ଟରକୁ କାଟନ୍ତୁ, ନୂଆ କରନ୍ତୁ। ମାନ୍ୟବର ମନ୍ତ୍ରୀ। माननीय बाचस्पति महोदय, वरिष्ठ विधायक जो प्रश्न उठे मु आगरू गृह को कही सारी आपण भी निर्देश दे सारी सारा ओडिशा रे छतुआर एजेंसी मान गुणात्मकर चेक हबो एवं रिपोर्ट गृह को दिया जिवो।